25 अध्याय मातृ सुसमाचार 25 पर्व। एक पदर आम 13 पद पर्यंत बारी बारी पढ़ा। प्रथम पदर 13 पद पर्यंत बारी बारी पढ़ा। मातृ सुसमाचार प्रथम पदर 13 पद पर्यंत आम बारी बारी पढ़ा। तब स्वर्ग का राज उन 10 कुमारियों के समान होगा जो अपने मसाले लेकर दूल्हे से भेंट करने को निकली। मूर्खों ने अपने मसाले तो ली परंतु अपने साथ तेल नहीं लिया। जब दूल्हे के आने के में देर हुई तो वे सब उड़ने लगे और सो गई। तब वे सब कुमारियां उठकर अपने मसाले ठीक करने लगी। परंतु समझदारों ने उत्तर दिया कि कदाचित हमारे और तुम्हारे लिए पूरा ना हो, भला तो यह है कि तुम बेचने वालों के पास जाकर अपने लिए मोल ले लो। इसके बाद वे दूसरी कुमारियां भी आकर कहने लगी, हे स्वामी हमारे द्वार खोल दे। इसलिए जागते हो क्योंकि तुम ना उस दिन को जानते हो ना उस घड़ी को। परमेश्वर पठित वर्ग को राम का आशीर्वाद करंतु आगमन पाई आम प्रस्तुत करतु जेपरी से जीवित आम मान को नेवाक आसवे आम सहित साक्षात कर राज्य आम प्रवेश कर जो घटना आम पढ़ले आम नुआ विषय नुह अनेक थर आम पढ़ीचु शुणीचु। स्वर्ग राज्य 10 कुमारी समान हम लिखाई ओडिया पढ़ते एक पद को स्वर्ग राज्य का सदृश हम लिखाई। हाँ 10 जन कन्या सदृश हम आई माने कौन कर बर आसवे से समय 10 जाक कन्या कौन कर साक्षात करेंगे आते बर आसवे सहित साक्षात करी से सहित रे जेपरी आम आज दिवार रिसेप्शन आम एकत्रित काली जेपरी आम काशीपाल सानमुंडा बाहागर जाइए बाहागर पूर्व आमर भौणी मारिया से अपेक्षा केतरे बर आसो मत बह कर जीव नहीं काली बह संपन्न है से नहीं साई नहीं आसिले नहीं सदा प्रभु परमेश्वर आम उत्तम विचार रखिंट। प्रभु जीशु ख्रीस्ट आमर कौन बर सदृश आर मंडली होती कन्या से कन्या मान आम ये देखुचे दु प्रकार अच्छा के कन्या लिखाई 10 जन के 10 जन
10 ଜଣଙ୍କ ମଧ୍ୟରୁ 5 ଜଣ ଲେଖାଇଛି 5 ଜଣଙ୍କୁ ସେ କଣ ଲେଖାଇଛି ମୂର୍ଖ ଆଉ 5 ଜଣ ବୁଦ୍ଧିମାନ ନାଇଁ ବୁଦ୍ଧିମାନ କନ୍ୟା ଆଉ ମୂର୍ଖ କନ୍ୟା ସେମାନେ ମଧ୍ୟ ଘରର ଆସିବାର କଣ କରୁଛନ୍ତି ସେମାନେ ଅପେକ୍ଷାରେ ଅଛନ୍ତି ଆଉ କେତେବେଳେ ବର ଆସିବ ଆମେ ତା ସହିତ ଆମେ ସାକ୍ଷାତ କରିବୁ ରାତି ଅଧା ହେଇଲାଣି କେତେଟା ହେଇଗଲାଣି ଅର୍ଦ୍ଧରାତ୍ରି ହେଲାଣି ଆଉ ଅର୍ଦ୍ଧରାତ୍ରି କଣ ହେଇଥାଏ ପ୍ରାୟ ସମସ୍ତେ କଣ ପଡନ୍ତି ଶୋଇପଡନ୍ତି ନାଇଁ କି ଘୋର ନିଦ୍ରା ଆସେ ସମସ୍ତେ ଶୋଇପଡନ୍ତି ଆଉ ସେଇ ସମୟରେ ୟାଙ୍କୁ ମଧ୍ୟ କହିଛି ନିଦ ଆସୁଛି ସମସ୍ତେ ଘୁମଉଛନ୍ତି ନାଇଁ କି ତାଙ୍କୁ ମଧ୍ୟ ନିଦ ଆସେ ଏଇ କଥା ଗୁଡାକ ଆମର ଆତ୍ମିକ ଜୀବନକୁ ଦର୍ଶାଇଥାଏ ଆମେ ସମସ୍ତେ ବିଶ୍ୱାସୀ ହେଲେ ମଧ୍ୟ ସେ ବିଶ୍ୱାସୀ ମାନଙ୍କ ମଧ୍ୟରୁ ଅନେକ ପ୍ରଭୁଙ୍କ ଆଗମନର ଆମେ ଅପେକ୍ଷାରେ ଅଛୁ ଅଛି ନାଇଁ ଜନ ସୁଷମାଚାର 14 ପର୍ବରେ ଲେଖାଯାଏ 1, 2, 3 ପର୍ବ କଣ ପଢୁଛୁ ଆମେ ପଢିବା ଟିକେ ଜନ ସୁଷମାଚାର 14 ପର୍ବ 1, 2, 3 ପର୍ବ ଶୀଘ୍ର ପଢନ୍ତୁ ଆମେ ଶୀଘ୍ର ସାରିବା ବେଶୀ ଡେରି କରିବା ଯୀଶୁ କହିଲେ ତୁମମାନଙ୍କ ହୃଦୟ ଦୁଃଖିତ ନ ହେଉ ପରମେଶ୍ୱରଙ୍କ ବିଶ୍ୱାସ ରଖିଥାଅ ମୋଠାରେ ମଧ୍ୟ ବିଶ୍ୱାସ ରଖ ମୋର ପରମ ପିତାଙ୍କ ଘରେ ଅନେକ ଗୁଡ଼ିଏ ଜାଗା ଅଛି ତା ନ ହୋଇଥିଲେ ମୁଁ ତୁମକୁ ଏହା କହିନଥାନ୍ତି ମୁଁ ତୁମ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଟାକୁ ଯାଉଛି ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫେରି ଆସିବି ତାପରେ ତୁମକୁ ମୋ ସହିତ ନେଇଯିବି ମୁଁ ଯେଉଁଠାରେ ରହିବି ତୁମେମାନେ ମଧ୍ୟ ସେଇଠାରେ ମୋ ସହିତ ରହିବ କିଏ ପ୍ରତିଜ୍ଞା କରିଛନ୍ତି କିଏ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି ସେ ଯୋଉଠି ଅଛନ୍ତି ଆମେ ତାଙ୍କ ସହିତ ଆମେ ସେଇଠି ରହିବା ନାଇଁ ଆଉ ସେଇ ଅପେକ୍ଷାରେ ପ୍ରତ୍ୟେକ ବିଶ୍ୱାସୀ ଭାଇ ମାନେ ଅଛନ୍ତି କିନ୍ତୁ ଏଇ ଆମେ ପଢିଲୁ ମାଥିଲି ସୁଷମାଚାର 25 ରୁ 13 ପର୍ଯ୍ୟନ୍ତ ଏଇଠି ଆମେ ଅନେକ ବିଷୟ ଦେଖୁଛୁ 10ଟି କନ୍ୟା ଅଛନ୍ତି ସେମାନଙ୍କ ମଧ୍ୟରୁ 5 ଜଣଙ୍କ ବିଷୟରେ ଲେଖାଇଛି ମୂର୍ଖ ଆଉ 5 ଜଣଙ୍କ ବିଷୟରେ କଣ ଲେଖାଇଛି ବୁଦ୍ଧିମାନ ଲେଖାଇଛି ଯୋଉମାନେ ମୂର୍ଖ ସେଇମାନେ ତାଙ୍କ ସହିତ ତାଙ୍କର ଯୋଉ ଦୀପ ଥିଲା ଦୀପ ସହିତ ତେଲ ସେମାନେ ଧରିନାହାନ୍ତି କଣ ଧରିନାହାନ୍ତି ତେଲ ସେମାନେ ଏକ୍ସଟ୍ରା ଧରିନାହାନ୍ତି କିନ୍ତୁ ଯୋଉମାନେ ବୁଦ୍ଧିମାନ ସେମାନେ କଣ କରୁଛନ୍ତି ତାଙ୍କର ଦୀପ ସହିତ ତେଲ ମଧ୍ୟ ଧରିଛନ୍ତି ରାତି ଅଧା ହେଇଗଲାଣି ଆଉ ସେଇ ସମୟରେ ସମସ୍ତ ବଳି କରାଯାଏ ପ୍ରଭୁଙ୍କର ଆଗମନ ସମୟରେ ମଧ୍ୟ ଏହିପରି ହେବ କେତେ ବିଶ୍ୱାସୀ ଭାଇମାନେ ଆଜି କଣ କରୁଛନ୍ତି ଶୀଘ୍ର ହେଇଯାଇଛନ୍ତି ଆମେ ତ କେତେ ଦିନ ଶୁଣୁଛୁ ପ୍ରଭୁ ଆସିବେ ଆସିବେ କିନ୍ତୁ କାହିଁ ଏପର୍ଯ୍ୟନ୍ତ ଆସୁନାହାନ୍ତି ନାଇଁ କି ଅନେକ କଣ କଲେ ମାରି ଶୋଇଛନ୍ତି ଧିମେ ଗଲେଣି ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ପାଇଁ ସେମାନେ ଏତେ ଉତ୍ସାହିତ ଦେଖାଯାଉ ନାହାନ୍ତି ସେଇମାନେ ହେଉଛନ୍ତି ସେଇ ମୂର୍ଖ କୁଆର ସଦୃଶ ମୂର୍ଖ କନ୍ୟା ସଦୃଶ ଯୋଉମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ପ୍ରିୟ ନ ଜାଣିକିରି ସେମାନେ ନିଜର ସାଂସାରିକ ଜୀବନରେ ଲିପ୍ତ ଅଛନ୍ତି ଆଉ ଜାଗୃତ ମଧ୍ୟ ସେମାନେ ନାହାନ୍ତି ଅର୍ଦ୍ଧରାତ୍ରି ସମୟରେ ତାଙ୍କର ଦୀପ କଣ ଲିଭେଇବାକୁ ଲାଗିଲା ନାଇଁ କି କଣ ହେଲା ବୋଲନ୍ତୁ କୋଉଠି ଲେଖାଇଛି ତିନି ପଦକୁ ପଢିବା ମାତ୍ର 25 3 ପଦ ଗୋଟିଏ ଝିଅ 5 ଜଣ ସେମାନଙ୍କୁ ସାଥିରେ ଦୀପ ସିନା ନେଇଥିଲେ କିନ୍ତୁ ଦୀପ ଜାଳିବା ପାଇଁ
ବେଶୀ ତେଲ ଆଣି ନଥିଲେ। ହଁ ଆଉ 8 ପଦ ବାକି ଝିଅମାନେ ଚତୁର ଝିଅମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, ଆମ ଦୀପ ତେଲ ପ୍ରାୟ ସରି ଯାଇଛି। हाँ मूर्खों ने समझदार से कहा अपने तेल में से कुछ हमें दे दो, क्योंकि हमारी मसाले बुझी जाती है। कौन बुझे तंगे दीप कौन बुझे लिपि जाउछि एणु करी से जो माने बुद्धिमती कन्या तांको दूसरे कहले हमको मदद किछि तेल दियो, हमर दीप कौन बुझे बुझी जाउछि। तेल कहले साधारण आमे कौन बुझिताओ हाँ हमर आत्मिक जीवन में तेल को बुझा जाए, पवित्र आत्मा बुझा जाए। और बुझा जाए पवित्र आत्मा को बुझा जाए। पवित्र आत्मा यदि आम भीतर कार्य न कर आत्मिक भाव शीतल हो प्रभु आगमन पे आम उत्साहित हो पारा ना। यात्रा पुस्तक 25 पर्व आओ 8 पद को पढ़ा। यात्रा पुस्तक 25 पर्व 8 पद। परमेश्वर मध्य कहले, सेमाने आम निमंते गोटे पवित्र स्थान निर्माण करंतु, कहीरे आमे सेमानक मध्य वास करिबा। परमेश्वर कौन कहले आमान को कौन तैयारी करो हाँ पवित्र स्थान निर्माण करो। आमे माने तांको मध्य कौन करिया वास करिया। ईश्वर को इच्छा जे मनुष्य मानक मध्य से कौन करतु वास करतु। ये पूरे आमे जौन लिखे सुषमाचार में पढ़िले जे तांको से आमे पढ़िबा सदा सर्वदा रहिबा यहाँ परमेश्वर चाहती से जो दिन आम प्रभु जीशु ख्रीष्ट को ग्रहण कर प्रभु आम हृदय पवित्र आत्मार कौन कर छाप लगे कहवा आम एफिसियो 1:13 पद को एफिसियो 1:13 पद को पढ़ा। मुक्ति आनी देउथिबा सुसमाचार सत शिक्षा तुम्हें सुनिल। सुसमाचार सुनिला परे तुम्हें कृष्ण कटारे विश्वास कल। परमेश्वर पवित्र आत्मा को प्रदान करी तुम उपरे ताहांकर विशेष चिन्ह देई चिन्हित कले। यहाँ करवा द्वारा से आगुरु देइथिबा प्रतिश्रुति रक्षा करथिले। हां प्रभु यीशु ख्रीष्ट को जो सुसमाचार सुनिले आमे विश्वास कले तांको उद्धार कथा स्वीकार कले से पवित्र आत्मा दे हम हृदय मुद्रांकित कर देले। आमे से दिन ठो आमे काहे प्रभु यीशु ख्रीष्ट को संतान है गले नहीं प्रभु यीशु ख्रीष्ट को कौन गले संतान है गले। और से पवित्र आत्मा को द्वारा आमे चालित हो वर्तमान और से पवित्र आत्मा के द्वारा में आगमन द्वारा में प्रतीत हो पवित्र आत्मा जो आम हृदय काम करता है से आत्मिक भाव कौन था जागृति की था। किंतु आम ये देखु 5 जन जो मूर्ख कन्या थे तेल कौन जाऊँगी सरी जाऊँगी। बुद्धिमती कन्या मान को कहते जे आमको किसी तेल दियो आमर दीप कौन हो लिपि जाऊँगी। बुद्धिमती कन्या मान कौन कहले हाँ आमर भी तेल अल्प अच्छी हुए तो आमर मध्य कौन हम सरी जीव भल हम तुम जाओ दुकान रू तुम नहीं आस बोले आम जो सरीला आम कौन करूँ और जो दुकान जाती तेल नहीं आसती से समय कौन से बर आसी बर आसिक कहले घर भितर पशिगले कौन कबाट
बंद हो गला आउ जो 5 जन मूर्ख कन्या तेल आने जाइए जिते द्वार को आघात करती प्रभु कौन कहले द्वार फिटेले कि कौन कहले बोले आम 12 पद को पढ़ा किंतु बड़ उत्तर देले मु तुमको सत्य कहूची मु तुमको चिन्हि नाही मु तुमको चिन्हे मु सत्य कहूची मु तुमको चिन्हि नाही यदि प्रभु जीशु ख्रीष्ट आमको मध्य यदि एमती कहती आमको केमिति लगे भल लगे हाँ भल लगे कि केबे भल लगे ना से आमको सब प्रभु आत्मा को आम भितर काम करने को देवा को पड़ो आत्मा को केबे आमे बुझा को देवा नहीं पवित्र आत्मा कार्य को केबे आमे बुझा को देवा नहीं आमर बर प्रभु जीशु ख्रीष्ट आम हूँ प्रभुंर कन्या मंडली प्रभुंर कन्या प्रभु प्रस्तुत कर जगत मंडली में रखिक किंतु यदि आम पवित्र आत्मा को अवहेला करवा ताले पवित्र आत्मा आम भीतर कार्य करेंगे नहीं जहाँफल आम प्रभु को सहित साक्षात कर पढ़ा आम एफिसियो 5 पद को पढ़ा समय कम से सर्टकट कहूँ से हमମାନଙ୍କୁ सृष्टि पूर्वରୁ एफिसियो 5 पद 18 पद को पढ़ा मद पी माता हुआ नहीं कारण ताहा आत्मिक भावे तुमर संपूर्ण विनाश घटाइब बरं आत्मारे परिपूर्ण हुओ कौन लिखा आत्मारे परिपूर्ण आत्मारे परिपूर्ण कौन न कर मद पी माता हो नहीं कौन हो आत्मा रे कौन हो परिपूर्ण हो आज के विश्वासी भाई भाई मद खाऊँ माता होती प्रभु वाक्य समस्त को कहते जो आत्मा तुम भीतर दिखाई से आत्मा को केबे हेले आमे दुखी करवा नहीं जो आत्मा प्रभु आम भीतर देइछंती ताको केबे हेले आमे असंतुष्ट करवा नहीं से एफिसियो 4:30 पद को पढ़िया आमे पवित्र आत्मा को दुख दियो नहीं तुम्हें जे परमेश्वर अट यहाँ से आत्मा प्रमाण दियंती उचित समय उपस्थित हेले परमेश्वर तुमको स्वाधीनता प्रदान करिवे यहाँ दर्शाइबा पई से पवित्र आत्मा को देइछंती सेठी पई पवित्र आत्मा हम भीतर करछंती मुद्रांकित करछंती छाप करछंती नहीं जे दिने प्रभु जीशु ख्रीष्ट आसवे से समय आम भीतर से पवित्र आत्मा कार्य करुछि कि नहीं ना आमे पवित्र आत्मा को कार्य करने देऊ ना हो पवित्र आत्मा को आमे दुखी करुछु शोकित करुछु पवित्र आत्मा जहाँ चाहे ताहा आमे करू ना हो ताहले आम भीतर पवित्र आत्मा रहिबो नाही कौन कहले आमे पवित्र आत्मा को तुम शोकित ना बोले कौन लिखा दुखित दियो नहीं पवित्र आत्मा को तुम्हें दुखित दियो नहीं पवित्र आत्मा कितने दुखी हुए पवित्र आत्मा कितने दुखी हुए जिते बेले हमें परमेश्वर विरोध में कार्य करता से पवित्र आत्मा कौन दुखी हुए आम हृदय से बास करे नहीं यही कथा आम को बुझा प्रत्येक विश्वासी भाई बहन को बुझा जदि आम से पवित्र आत्मा जो दिन आम प्रभु जीशु ख्रीष्ट को आम ग्रहण करूँ आमको देइछंती मुद्रा गीत करछंती से पवित्र आत्मा को आम दुखी करवा प्रभुंकर अनाज्ञाकारी होकर प्रभुंकर कथा न मानिक
ଯଦି ଆମେ ଦୁଃଖୀ କରିବା ଆମ ଭିତରେ କଣ ହବ? ପବିତ୍ର ଆତ୍ମା କଣ ହବ? ରହିବ ନାହିଁ, ରହିବ ନାହିଁ। ତାହେଲେ ପବିତ୍ର ଆତ୍ମାଙ୍କ ବିଷୟରେ ଆମେ କଣ ପଢିଲେ? ଆମେ ଏଫେସୀୟ 5 ଅଧ୍ୟାୟରେ କଣ ପଢିଲେ? मद पी माताल मद पी माताल हो नाही। कौन करो? द्राक्षारसरे मत्त न हो न तापरे एथुरु तो अत्याचार जन्मे मात्र आत्माले पूर्ण होई गीत 18 पदरा पहुंचली ना? हाँ आगे बढ़ जाओ 18 पद। ମଦ ପିଇ ମାତାଲ ହୁଅ ନାହିଁ, हां କାରଣ ତାହା ଆତ୍ମିକ ଭାବେ ତୁମର ସମ୍ପୂର୍ଣ୍ଣ ବିନାଶ ଘଟାଇବ। हां ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। कौन बोले कैसे? आत्मा रे ପରିପୂର୍ଣ୍ଣ परिपूर्ण हो ना। आत्मा को दुखी करो, आत्मा पड़े जाओ या लिखा है किंतु हमें अनेक थर पवित्र आत्मा को आम कौन कर दुखी कर शोकित कर प्रभुंर कथा न मानिक आज्ञा अवलंबन करके आम दुखित कर प्रभुंर कथा मानिबा से अनुसार चलवा ताहले आम भीतर पवित्र आत्मा कार्य कर सुख जब भी आम पवित्र आत्मा प्रभु कथा मानिबा नहीं प्रभु आत्मा आम भीतर दुखी हो तो आमको छाड़ी से चली प्रभु को इच्छा आत्मा रे आम कौन प्रतिदिन पूर्ण हवा परिपूर्ण हवा दुखी करके पढ़िया को देवा नहीं परिपूर्ण ही आम जीवा यदि आत्मा सरी माने तेल सरीगला आ तेल सरीगला माने दीप बुझीगला दीप बुझीगला माने आम बड़ सहित साक्षात नहीं पारा नहीं से बड़ को डाकिवा से मत कौन कहे मुझे तुमको जाने ना ये विवाह उत्सव जमी बर कन्या को आने जाए कन्या तार अपेक्षा थाए के बर आसो मत बाहर नहीं कि सेपरी आज प्रत्येक विश्वासी प्रभु श्रीकृष्ण आगमन अपेक्षा अच्छा केतबे मो बर आसो अर्थात आम प्रभु आसो आमको नहीं कि जीव किंतु कथा को अवहेला करवा आत्मा शोकित हो परमेश्वर कथा मानिबा माने परमेश्वर वाक्य को पालन करवा परमेश्वर वाक्य को पालन करवा नहीं प्रकाश वाक्य 1 अध्याय 3 पद को पढ़ा जो लोक माने परमेश्वर को एई वाक्य पढ़ंती ओ जो लोक माने एई बाहुबाणी सुनंती ओ एतिरे लेखा थिबा विषय गुड़ी को पालन करती सेमाने धन्य कारण समय निकटवर्ती। हाँ समय अटे निकटवर्ती समय निकटवर्ती प्रभु यीशु ख्रीष्ट आसबार समय कौन अटे निकटवर्ती अटे प्रभु अति शीघ्र आसबे आम समस्त को नहीं जे से समय वाक्य को आम शुणा ना वाक्य को पढ़ा ना वाक्य यदि आम पालन करवा ना पवित्र आत्मा कौन हम शोकित किंतु धन्य जो मैंने प्रभु वाक्य को कौन कर शुणती पढ़ती अपनी पालन करती जो मैंने कहते मुझे पाठ पढ़े केमी पढ़ी प्रभु कहते कौन कहते शुणी पार पिला पाठ पढ़ुंट हाँ निज पिला कहींपारे बापा टे पढ़े कौन लिखाई वाक्य नहीं से वाक्य शुणवार अच्छी जो पढ़ी जानते से कौन अच्छी पढ़ी पारे आउ समस्त पढ़वार अच्छी शुणवार अच्छी आ कौन अच्छी पालन कर आम जिते वाक्य को पढ़ा प्रभु विषय जाना जिते प्रभु वाक्य शुणा प्रभु विषय जाना
ବାକ୍ୟ ଯଦି ପଢିବା ନାହିଁ ବାକ୍ୟ ଯଦି ଶୁଣିବା ନାହିଁ ତୁମକୁ ସେ କଣ ଜାଣିବା ଆଉ ଯଦି ଜାଣିବା ନାହିଁ ତାହେଲେ କେମିତି ପାଳନ କରିବା କରିପାରିବା କି ନାହିଁ ଆଉ ପାଳନ ଯଦି ନ କରିବା ତାହେଲେ ପବିତ୍ର ଆତ୍ମା ଦୁଃଖୀ ହବ ନା ଆନନ୍ଦିତ ହବ ଦୁଃଖୀ ହବ এই যে ପାଞ୍ଚଟି ସେ ମୂର୍ଖ କନ୍ୟା ଥିଲେ ସେମାନେ ବି ବରର ଆଗମନର ଅପେକ୍ଷାରେ ଥିଲେ କିନ୍ତୁ ସେମାନେ ପବିତ୍ର ଆତ୍ମା ବିଷୟରେ ସେମାନେ ଏତେ ଖାତିର କଲେ ନାହିଁ ତାଙ୍କର ଆତ୍ମା କଣ ହେଲା ସରିଗଲା କେବେ ସରିଗଲା ବୋଲେ କଣ ଆତ୍ମାର କାର୍ଯ୍ୟ କଣ ହେଲା ସରିଗଲା ଯେତେବେଳେ ତେଲ ଆଣିବା ପାଇଁ ଯାଆନ୍ତେ ସେଇ ସମୟରେ ବର ଆସିଗଲା ବର ସହିତ ସେମାନେ ସାକ୍ଷାତ କରିପାରିଲେ ନାହିଁ ଏଣୁକରି ଆଜି ଆମମାନଙ୍କୁ ଜାଗ୍ରତ ହେବାକୁ ପଡ଼ିବ ଯଦି ଆଜି ଆମେ ଜାଗ୍ରତ ନ ହେବା ଆମର ବର ଆସିଯିବେ ଆମେ ନିଜକୁ ପ୍ରିପେୟାର କରିନଥିବା ନିଜକୁ ତିଆରି କରିନଥିବା ବର ଆସିଯିବେ ଆଉ ଯେଉଁମାନେ ପ୍ରିପେୟାର ଅଛନ୍ତି ତିଆରି ଅଛନ୍ତି ତାଙ୍କୁ ନେଇଯିବେ ଆଉ ଆମେ କଣ ହେଇଯିବା ଯେତେ କବାଟ ବାଡ଼େଇଲେ ମଧ୍ୟ କବାଟ ଫିଟିବ ନାହିଁ ତୁ କଣ କହିବେ ମୁଁ ତମକୁ ଚିହ୍ନି ନାହିଁ ମୁଁ ତମକୁ ଜାଣିନି ସେତେବେଳେ କଣ ଭାବିବା କଣ କେମିତି ଲାଗିବ ଆମକୁ କେମିତି ଲାଗିବ ଭଲ ଲାଗିବ କେବେ ଭଲ ଲାଗିବନି ସେଥିପାଇଁ ଆମେମାନେ ସବୁବେଳେ ଜାଗ୍ରତ ହେଇକି ରହିବା ଆଉ ପ୍ରଭୁଙ୍କ ଆଗମନକୁ କେବେ ହେଲେ ଆମେ ଅବହେଳା କରିବା ନାହିଁ ଏଇଠି ଆମେ ଗୋଟେ ପଦ ପଢିବା ଆମେ ପ୍ରଥମ ପିତର द्वितीय पितर 3 पर्व द्वितीय पितर 3 पर्व 3 पद 4 पद को पढ़वा 3 पद 4 पद प्रथमे शेष दिन गुड़िकरे कौन कौन घटिब से गुड़िक बुझा तुमर दरकार लोके तुमर परिहास करिवे सेमाने निज इच्छारे मंद कार्य करी जीवन धारण करिवे सेमाने कहिबे यीशु पुनर्बार आसीबा पाई कहितिले से कहांती हमर पिता माने मरिचंती किंतु जगत सृष्टि हेला बेरु सेही परि भावरे चालीछि शेष समय लोक कहबे कौन कहबे लिखाई प्रयास प्रयास करिवे प्रयास कहबे कौन कहबे हाँ प्रयास कौन कहबे आगमन ये पदार्थ पढ़ो प्रथमे शेष दिन गुड़िक कौन कौन घटिब से गुड़िक बुझा तुमर दरकार लोके तुमको प्रयास करिवे सेमाने निज इच्छारे मंद कार्य करिवा जीवन धारण करिवे प्रयास करिवे निज जीवन से जीवन यापन करिवे आ कोन करिवे चारि पद सेमाने कहिबे यीशु पुनर्बार आसीबा पाई कहितिले से कांति हमर परम पिता मरिचंती किंतु जगत सृष्टि हेला बेरु सेही परि भावरे चालीछि काई तमर यीशु को आसुथिले नहीं कि आसुनांती तो प्रयास करी लोक नहीं कि आमे तो केते दिन आम शुणी आसुचु आमर बाप अमर आम शुणी जगह आम छोट छोट थिलु से समय आम कौन करछु
ଶୁଣି ଶୁଣି ଆସୁଛୁ ନାଇଁ କି କ'ଣ ଶୁଣି ଆସୁଛୁ ଯୀଶୁ ଆସିବେ କ'ଣ କରିବେ ଯୀଶୁ ଆସିବେ ତ କାଇଁ ଏପର୍ଯ୍ୟନ୍ତ ଆସୁନାହାନ୍ତି ଲୋକ ପରିହାସ କରି କହିବେ ଆଉ ବର୍ତ୍ତମାନ କହୁଛନ୍ତି ମଧ୍ୟ ପରିହାସ କରୁଛନ୍ତି କାଇଁ ତମ ଯୀଶୁ କାଇଁ ଆମକୁ ସେଇ ସମୟରେ ସାବଧାନ ହେବାକୁ ପଡିବ ଯୀଶୁ ଆସିବେ ମାନେ ନିଶ୍ଚୟ ସେ ଆସିବେ ଏ ପରିହାସ ଶୁଣିବାର ସମୟ ନାହିଁ ଆମକୁ କ'ଣ ଦରକାର ଜାଗୃତି ହେବାର ସମୟ ଅଟେ ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ସମୟ ବହୁତ ସନ୍ନିକଟ କହିବା ଆମେ ମାତ୍ର ଟିକେ ସୁସମାଚାର ଆଉ 24 ପର୍ବ 42 ପଦକୁ ପଢିବା ମାତ୍ର ଟିକେ ସୁସମାଚାର 24 ପର୍ବ 22 ତେଣୁ ସଦାବେଳେ ପ୍ରୟାସ କରିବ ତୁମର ପ୍ରଭୁ କେଉଁ ଦିନ ଆସିବେ ତାହା ତୁମେ ଜାଣ ନାହିଁ ହଁ କୋଉ ଦିନ ଆସିବେ ତମେ ମାନେ ଜାଣେ ନା ଅନେକ ଲୋକ ଭବିଷ୍ୟବାଣୀ କରନ୍ତି ଯେ ପ୍ରଭୁ ଖ୍ରୀଷ୍ଟ 2030 ଆସିବେ ନାଇଁ କି କେତେ ଲୋକ କହନ୍ତି 2025 ଆସିବେ ମଧ୍ୟ କହୁଥିଲେ ମଧ୍ୟ ନାଇଁ କି ଅନେକ ଲୋକ କହିବେ କିନ୍ତୁ ପ୍ରଭୁଙ୍କ ବାକ୍ୟରେ କ'ଣ ଲେଖାଇଛି କେଉଁ ଦିନ ଆସିବେ ତାହା ଆମେ ଜାଣେ କେହି ଜାଣିନାହାନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ସ୍ୱୟଂ ସେ ଜାଣିନାହାନ୍ତି କେବେ ସେ ଆସିବେ କେବଳ କିଏ ଜାଣିଛନ୍ତି କେବଳ ପିତା ପରମେଶ୍ୱର ଜାଣିଛନ୍ତି ତାହେଲେ ଏଇ ଯୋଉ ଭାବବାଣୀ କରୁଛନ୍ତି ସବୁ ଭାବବାଣୀ କ'ଣ ଲୋକ ଯୋଉ ଭାବବାଣୀ କରୁଛନ୍ତି ସବୁ କ'ଣ ମିଥ୍ୟା ତାଙ୍କ କଥା କେବେ ହେଲେ ଆମେ କର୍ଣ୍ଣଗୋଚର କରିବା ନାହିଁ ବାକ୍ୟ ଲେଖାଇଛି କେବେ ଆସିବ କେହି ଜାଣନ୍ତି ନାହିଁ ତମେ କେମିତି ଜାଣିଦେଲ ସ୍ୱୟଂ ପ୍ରଭୁ ଯୀଶୁ ଜାଣିନାହାନ୍ତି ସେ କେବେ ଆସିବେ ହଁ କି ନାହିଁ ତ ଆଜି ଯୋଉ ଭବିଷ୍ୟବାଣୀ କରୁଛନ୍ତି ଲୋକମାନେ ତାହା ସତ ନୁହଁ କେବଳ ପିତା ପରମେଶ୍ୱର ହିଁ ଜାଣିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବେ ଆସିବେ ଏଣୁକରି ଆଜିକାଲି ଯୋଉ ଭବିଷ୍ୟବାଣୀ ହେଉଛି ସେ ଭବିଷ୍ୟବାଣୀ ପ୍ରତି ଆମେ ଧ୍ୟାନ ଦେବା ନାହିଁ କେବଳ ପ୍ରଭୁ ଆସିବେ ନିଶ୍ଚୟ ଆସିବେ ଆମେ ନିଜକୁ ଆମେ ପ୍ରସ୍ତୁତ କରିବା 44 ପଦକୁ ପଢିବା 44 ପଦ ହଁ ଠିକ୍ ସେହିଭଳି ତୁମେ ଜାଗ୍ରତ ରୁହ କାରଣ ତୁମେ ଯେତେବେଳେ ଆଶା କରୁନଥିବ ଠିକ୍ ସେତିକି ବେଳେ ମନୁଷ୍ୟ ପୁତ୍ର ଆସିଯିବେ କେତେବେଳେ ଆସିବେ ଯେତେବେଳେ ଆମେ ଆଶା କରୁନଥିବୁ ନାଇଁ କି ଗତ ସପ୍ତାହ ନା ପୂର୍ବ ସପ୍ତାହ ନାଇଁ କି ଦିନ ବେଳେ ପ୍ରଚୁର ଖରା ହେଲା ନାଇଁ କି ଗୋଟେ ଘଟଣା କଲେ ମୁଁ ମନେ ପକେଇ ଦଉଛି ପ୍ରଚୁର ଖରା ହେଲା କି ନାଇଁ ତାପରେ ସନ୍ଧ୍ୟାବେଳକୁ କ'ଣ ହେଲା କୁଆଡ଼େ ଗୋଟେ ମେଘ ଆସିଗଲା ନାଇଁ କି ଏମିତି କୁଆ ପଛରେ ମେଘ ପଡେ ଯେ କେତେ ଅନ୍ତର କଲା ଖପର ଘର ଆଦିବାସୀ ଘର ଗଲା ଭାଇଗଲା ଆଶା କରୁଥିଲା ଆମେ ଏମିତି ହବ ବୋଲି ପ୍ରଭୁଙ୍କର ଆଗମନ ସେମିତି ହବ ଯୋଉଦିନ ଆମେ ଆଶା କରି ନଥିବୁ ସେଇଦିନ ପ୍ରଭୁ ଆସିଯିବେ କଥା ବୁଝିବ ନା ନାଇଁ ଯୋଉଦିନ ଆମେ ଆଶା କରିନଥିବୁ ଦିନ ବାର କୌଣସି ଡେଟ୍ ଦିଆହେଇନି ଆଉ ୟାକୁ କେବେ ହେଲେ ବିଶ୍ୱାସ କରିବେନି କି ଏଇ ବର୍ଷ ଆସିବ ଏଇ ଦିନ ଆସିବ ଏଇ ସମୟରେ ଆସିବ କେବେ ହେଲେ ସେ କଥା ବିଶ୍ୱାସ କରିବେ ନାହିଁ ପ୍ରଭୁଙ୍କ ବାକ୍ୟ ଲେଖାଇଛି ତାହା କେହି ଜାଣିନାହାନ୍ତି କେବଳ ପିତା ପରମେଶ୍ୱର ଜାଣନ୍ତି କେବେ ଆସିବ ଆମମାନଙ୍କ ପାଇଁ ଚେତାବନୀ କ'ଣ ଯୋଉଦିନ ଆମେ ଭାବିନଥିବୁ ଯେ ଆଜି ପ୍ରଭୁ ଆସିବେ ହୁଏତ ସେଇଦିନ ପ୍ରଭୁ କହିବେ ଆସିଯିବେ ଏଣୁକରି ସବୁବେଳେ ଆମମାନଙ୍କୁ କ'ଣ ଦରକାର ପ୍ରସ୍ତୁତ ହେବା ଦରକାର ହୁଏତ ମୋର ପ୍ରଭୁ ଆଜି ଆସିଯିବେ
मत दरकार प्रस्तुत रहा दरकार खाली खाली जीवन यापन जब विश्वासी भाई भाई मैंने हुए तो आम मान कबाड़ बंद कर दि आम कबाड़ ठक करवा प्रभु आमको कहले मु तुमको जाने ना चिन्ह ना ताले आम केमी लगे दुख लगे ना से दुखर समय जपरी आम जीवन न आसे सब आम को जागृति होगा नितांत आवश्यक जदि आम प्रभु सहित साक्षात करने चाहूँ प्रभु सहित आम जदि रही चाहूँ प्रभु जो आमको नहीं जावाई चाहते से जब जावाई चाहूँ एनी टाइम प्रत्येक समय निजक आमको प्रस्तुत रखापी पड़ो एपरी जदि आम जीवन यापन करवा निश्चय आम प्रभु सहित आम सहित स्वर्ग को आम जापर आम 44 पद को 44 पद 24 से 44 है एणु तुम मैंने प्रस्तुत होता हो कारण जो दंडरे तुम मैंने मन करूँ से दंडरे मनुष्य पुत्र आसवे इसलिए तुम भी तैयार हो क्योंकि जिस घड़ी के विषय तुम सोचते भी नहीं हो उसी घड़ी मनुष्य का पुत्र आ जाएगा लगा जो समय में भावी से समय प्रभु आसी जीवे जो समय चिंता कर से समय प्रभु आसी जीवे से समय कहारी को जना ना से प्रत्येक समय आम कौन जे मूल्यवान अटे आम ये बसुचु वाक्य शुणुचु यही समय आम मान कौन मूल्यवान अटे आज आम प्रभु उपस्थित अच्छु प्रभु लोक मान सहित आम बसीचु प्रभु आम वाक्य शुणुचु आम मान यह गोटे मूल्यवान समय अटे यदि प्रभु यही समय आसती पाव मुझे समय प्रभु सहित पाइबे उठे नहीं जो समय भावी ना से समय प्रवासी अनेक लोग क्रिकेट खेल बहुत भल पाते नहीं क्रिकेट खेल प्रभु से समय आस कौन कर जब से समय कोई सबूत कर एणुक प्रत्येक समय आम बहुत इम्पोर्टाट प्रत्येक समय आम भीतर पवित्र आत्मा कार्य करुवा नितांत आवश्यक पवित्र आत्मार तेल सब आम भीतर जलुवा दरकार आम प्रभु सहित राज्य आम प्रवेश कर आम लोकनीति सुसमाचार और 12 पर्व लोकनीति सुसमाचार 12 पर्व पढ़वा में 35 पद को लोकनीति सुसमाचार 12 पर्व और 35 पद को पढ़वा कर्म पाई सर्वदा प्रस्तुत रुह तुम दीप गुड़िक जड़ई रख हाँ तुम्हारी कमरे बंधी रहे और तुम्हारे दिए जलते रहे उड़िया लिखा है तुम्हारे दिए जलते रहे हिंदी लिखा है उड़िया कौन लिखा है जोड़ी रखो और भाई तो तुम मान कटी बंधा थाऊ हाँ प्रदीप जोड़ू थाऊ कौन जोड़ू था प्रदीप कौन था जोड़ू था केमती जोड़ो प्रदीप केमती जोड़ो से कौन दरकार तेल जो थी जल तेल सर जल ना तुम कोटी कोटी ना कोटी बंधा थाऊ माने कोटी बंधा था प्रभु को सेवा रे तुम्हें लगी था प्रभु को सेवा को केबे अवहेला करवा नहीं
ଯାହାକୁ ଯୋଉ ସେବା ପ୍ରଭୁ ଦେଇଛନ୍ତି ସେଇ ସେବାରେ ଲାଗିଥାନ୍ତୁ। କେବେ ହେଲେ କୁଣ୍ଠାବୋଧ କରନ୍ତୁ ନାହିଁ, କେବେ ହେଲେ ମନ ଦୁଃଖ କରନ୍ତୁ ନାହିଁ, କେବେ ହେଲେ ସେ କାମକୁ ଘୃଣା କରନ୍ତୁ ନାହିଁ। ଭାବନ୍ତୁ ନାହିଁ ପ୍ରଭୁ ମୋତେ ଏଇ ଛୋଟ ସେବା ଦେଇଛନ୍ତି, ମୁଁ ତ ବଡ଼ ସେବା କରିବା ଲୋକ, ସେମିତି ମନରେ ଭାବନ୍ତୁ ନାହିଁ। ପ୍ରଭୁ ଯୋଉ ସେବା ତମକୁ ଦେଇଛନ୍ତି ସେଇ ସେବା କରୁଥାଉ। ପ୍ରଭୁଙ୍କ ଗୃହରେ ଅନେକ ସେବା ଅଛି ନାଇଁ କି? ପ୍ରଭୁ ଯାହା ବି ସେବା ଦେଇଛନ୍ତି, ଯେମିତି ସେବା ଦେଇଛନ୍ତି, ସେବା ପରିବେଷଣ କର। ସେ ସେବାକୁ ଆମେ କେବେ ହେଲେ ଅବହେଳା କରିବା ନାହିଁ। ହାଇଦ୍ରାବାଦରେ ବଡ଼ ବଡ଼ ଅଫିସର ଆସନ୍ତି, ହୋଲି କନଭୋକେସନ ଯେତେବେଳେ ହଉଥିଲା ନା, ବହୁତ ବଡ଼ ବଡ଼ ଅଫିସର ଆସନ୍ତି। କିଏ ଝାଡ଼ୁ ମାରେ, କିଏ ପାଣି ଦିଏ, କିଏ ଅନ୍ୟାନ୍ୟ ସବୁ କାମ କରନ୍ତି। ଆମକୁ ଏ ସେବା ମିଳିଛି, ଆମେ କହୁଛୁ କେତେ ଖୁସିରେ ସେମାନେ କରନ୍ତି। କାହିଁକିନା ପ୍ରଭୁଙ୍କ ଗୃହରେ ସେବା କରିବା ଆମ ପାଇଁ ଭାଗ୍ୟର ବିଷୟ କହନ୍ତି ସେମାନେ। କିନ୍ତୁ ଆମକୁ ଯଦି କୌଣସି ଛୋଟ କାମ କହିଦେଲେ ଆମେ କହିଦିଅ ମୋ କହିଥାଉ ନାଇଁ କି? ଭାଇ ମତେ ଏଇ କାମ କରିବା ପାଇଁ ଦେଲେ, ଲୋକ ନାହାନ୍ତି ମତେ ଏଇ କାମ ତ କରିବା ପାଇଁ ଦଉଛୁ, ଆମେ କହିଯାଉ, ଦୁଃଖୀ ହେଇଯାଉ ନାଇଁ କି? ତମର କୋଟି କଣ ଲେଖାଛି? ତମର କୋଟି ବନ୍ଧା ଥାଉ, ଆଉ ତମର ପ୍ରଦୀପ ଜଳୁଥାଉ ପ୍ରତ୍ୟେକ ଦିନ। ପ୍ରଭୁଙ୍କ ସେବାକୁ ଆମେ କେବେ ହେଲେ ଅବହେଳା କରିବା ନାହିଁ। ସେବା ହେଇପାରେ, ଛୋଟ ହେଇପାରେ, ସେବା ହେଇପାରେ, ବଡ଼ ହେଇପାରେ, କିନ୍ତୁ ଯାହା ବି ସେବା ପ୍ରଭୁଙ୍କୁ ଦେଇଛନ୍ତି, ଭାଇମାନେ କିଚେନରେ ରୋଷେଇ କରୁଛନ୍ତି, ଏହା ମଧ୍ୟ ଗୋଟେ ସେବା ନାଇଁ କି? ଯାହାକୁ ଯୋଉ ପ୍ରକାର ସେବା ଦେଇଛନ୍ତି, ଯୋଉ ପ୍ରକାର ଟ୍ୟାଲେଣ୍ଟ ଦେଇଛନ୍ତି, ସେ ଅନୁସାରେ କହୁଛନ୍ତି। ସମସ୍ତଙ୍କ କଥା ରୋଷେଇ ହେଇପାରିବ ନାହିଁ, ହେଇପାରେ କି? ନାଇଁ, ହେଇପାରିବ ନାହିଁ। କିନ୍ତୁ ଆମ ଭାଇମାନେ କରୁଛନ୍ତି ନାଇଁ, ପ୍ରଭୁଙ୍କ ସେ ଟ୍ୟାଲେଣ୍ଟ, ପ୍ରଭୁ ତାଙ୍କୁ ସେ ଟ୍ୟାଲେଣ୍ଟ ଦେଇଛନ୍ତି। କରୁଥା, ତମେ କେବେ ହେଲେ ଦୁଃଖ କରୁଛ, ସମସ୍ତେ ଏଠି ଆରାମରେ ବସନ୍ତି, ଆମେ ନିଆଁ ସାରେ କଣ କରୁଛୁ, ରାନ୍ଧୁଛୁ ନାଇଁ କି? ଏହା ମଧ୍ୟ ପ୍ରଭୁଙ୍କ ସେବା, ପ୍ରଭୁଙ୍କ ଲୋକମାନଙ୍କ ପାଇଁ ସେବା ରାନ୍ଧୁଛନ୍ତି ନାଇଁ କି? ପ୍ରଭୁଙ୍କ ସେବା। କୌଣସି ସେବାକୁ ଆମେ ତୁଚ୍ଛ ମନେ କରିବା ନାହିଁ। ତମର କୋଟି ଗଣିଥାଉ ଆଉ ତମର ପ୍ରଦୀପ ଜଳୁଥାଉ। 5 ଜଣ ମୂର୍ଖ କୁମାରୀଙ୍କର ଦୀପ କଳିଲା, ଲିଭିବାକୁ ଲାଗିଲା। ଆମ ଭିତରୁ ଅଛନ୍ତି 5 ଜଣ କୁମାରୀ, ତାଙ୍କର ଦୀପ ପାଉଛି, ଲିଭୁଛି। ଦୀପ ସଜାଡ଼ି ନିଅ, ଲିଭିବାକୁ ଦିଅ ନାହିଁ, ଜଳୁଥାଉ। ତେବେ ଯେ ଆମେ ବଡ଼ ସହିତ ସାକ୍ଷାତ ହେଇପାରିବା। ଦୀପ ଲିଭିଗଲା ପରେ ଆଉ ସମ୍ଭବ ହେଇପାରିବ ନାହିଁ। ମାଥିଲିକ ସୁସମାଚାର 25 ପର୍ବ 1-13 ପଦ ବାରମ୍ବାର ପଢିବା ଆଉ ସେଇଠୁ ଆମେ ପ୍ରୋତ୍ସାହିତ ହେବା ଯେ ମତେ ମୂର୍ଖ କନ୍ୟାଙ୍କ ପରି ହେବାର ନାହିଁ, ମତେ ବୁଝୁବୁଝୁ କନ୍ୟାମାନଙ୍କ ପାଇଁ ହେବା ଦରକାର। ଯେଉଁମାନେ ସବୁବେଳେ ତାଙ୍କର ଦୀପ ସହିତ କଣ ନେଇଛନ୍ତି? ତେଲ ନେଇଛନ୍ତି। ମୋ ଭିତରେ ପବିତ୍ର ଆତ୍ମା ସବୁବେଳେ ଯେପରି କାର୍ଯ୍ୟ କରେ ସେହିପରି କାମ ମୁଁ କରିବି। ପବିତ୍ର ଆତ୍ମାକୁ ମୁଁ କେବେ ସଫି ଦେବା ପାଇଁ ଦେବି ନାହିଁ। କୌଣସି କାମ କରିବି ନାହିଁ ଯାହାଦ୍ୱାରା ପବିତ୍ର ଆତ୍ମା କଣ ହବ? ଦୁଃଖୀ ହବ। ଏପରି ମୁଁ କୌଣସି କାର୍ଯ୍ୟ କରିବି ନାହିଁ। ଏପରି ମନସ୍ଥ କରିବା। ସବୁବେଳେ ଆମେ ସଜାଗ ରହିବା ଯେ ଆମ ଭିତରେ ସବୁବେଳେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ହେଉଥାଉ ଆଉ ଆମର ପ୍ରଦୀପ ସବୁବେଳେ ଜଳୁଥାଉ। ଦିନେ ଆମେ ନିଶ୍ଚୟ ପ୍ରଭୁଙ୍କ ସହିତ ଆମେ କହିବା ସାକ୍ଷାତ କରିପାରିବା ଆଉ ତାଙ୍କ ସହିତ ଆମେ ଜୀବନ ଚିରକାଳ ପର୍ଯ୍ୟନ୍ତ ତାଙ୍କ ସହିତ ଆମେ ରହିପାରିବା। ଓଡ଼ିଆ ଆମେ ମାର୍କୋ ସୁସମାଚାର 13 ପର୍ବ, ମାର୍କୋ ସୁସମାଚାର 13 ପର୍ବ ଆଉ 36 ପଦକୁ ପଢିବା। ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମେ ଯଦି ସର୍ବଦା ପ୍ରସ୍ତୁତ ଥିବ ତେବେ ସେ ତୁମକୁ କଦାପି
ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। बोला जी ऐसा ना हो कि वो अचानक आकर तुम्हें सोते पाए। और जो मैं तुमसे कहता हूँ वही सबसे कहता हूँ, जाग के रहो। भाई ଆଜ୍ଞା हाँ बोलो। ଏଥି ନିମନ୍ତେ ଜାଗ୍ରତ ଥାଅ, ଏଥି ନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ କି ଅଧରାତ୍ରିରେ କି କୁକୁଡ଼ା ଡାକିବା ସମୟରେ କି ସକାଳେ କେତେବେଳେ ଯେ ଆସିବେ ତାହା ତୁମେ ଜାଣ ନାହିଁ। ହଁ ସକାଳେ ଆସିବେ କି ଅର୍ଦ୍ଧରାତ୍ରିରେ ଆସିବେ ନା କୁକୁଡ଼ା ଡାକ ସମୟରେ ଆସିବେ ତାହା ତୁମେ କଣ ଯାଅ ନା। ଏଣୁକରି 37 ପଦ ମୁଁ ତୁମମାନଙ୍କୁ ଯାହା କହୁଛି ତାହା ସମସ୍ତଙ୍କୁ କହୁଛି, ହଁ ଜାଗ୍ରତ ଥାଅ। ଜାଗ୍ରତ ଥାଅ। ମୁଁ ତମମାନଙ୍କୁ କହୁଛି ତାହା କହୁଛି ସମସ୍ତଙ୍କୁ କହୁଛି, ଜଣକୁ କୁହାଯାଉନି, ସମସ୍ତଙ୍କୁ। ପ୍ରତ୍ୟେକ ଲୋକ ଜୀବନ ବାକ୍ୟ ଶୁଣୁଛନ୍ତି, ସମସ୍ତଙ୍କୁ ଏହି ବାକ୍ୟ, କୌଣସି ବ୍ୟକ୍ତି ବିଶେଷ ଲୋକ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଏହା ବାକ୍ୟ। ଜାଗ୍ରତ ଥାଅ, ଜାଗ୍ରତ ଥାଅ। ପ୍ରଭୁ କେତେବେଳେ ଆସିବେ କୌଣସି ଦିନ ତାରିଖ ସମୟ କୁହାଯାଏନି। ସକାଳେ ଆସିବେ ନା ଅର୍ଦ୍ଧରାତ୍ରିରେ ଆସିବେ ନା ସମୟରେ। କାରଣ ସେ ସନ୍ଧ୍ୟାବେଳେ କି ଅଧରାତ୍ରିରେ କି କୁକୁଡ଼ା ଡାକିବା ସମୟରେ କି ସକାଳେ କେତେବେଳେ ସେ ଆସିବେ ତାହା ତୁମେ ଜାଣ ନାହିଁ। ତାହା ତୁମେ ଜାଣ ନାହିଁ। ଏଣୁକରି ସକାଳ ହଉ, ସନ୍ଧ୍ୟା ହଉ, ଅଧରାତ୍ରି ହଉ ନା ବୁଢ଼ା ଡାକିବା ସମୟ ହଉ, ସବୁବେଳେ ନିଜକୁ ପ୍ରଭୁଙ୍କ ପାଇଁ ଆମେ କଣ କରିବା, ଆମେ ପ୍ରସ୍ତୁତ ରଖିବା। ଆମର ପ୍ରତିବନ୍ଧା ହେଇଥାଉ ନାଇଁ କି, ଆମର ଦୀପ ସବୁବେଳେ କଣ ଥାଉ, ଜଳୁଥାଉ। ଆମେ ଜାଣୁନାହୁଁ ଯେ ଆମର ପ୍ରଭୁ କେତେବେଳେ ଆସିବେ। ଲୁକା ସୁସମାଚାର 21 ପର୍ବ ଆଉ ପଢିବା ଆମେ 36 ପଦ। ସାବଧାନ ରୁହ, ତୁମେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସଂସାରିକ ବସ୍ତୁଗୁଡ଼ିକୁ ବିଷୟରେ ଅତ୍ୟଧିକ ଚିହ୍ନିତ ହୋଇ ପଡ଼ ନାହିଁ। ସାଂସାରିକ ବିଷୟରେ ଚିନ୍ତିତ ହୋଇ ପଡ଼ ନାହିଁ। ସେହିଭଳି ଲୋକେ ତୁମେମାନେ ଜଡ଼ ହୋଇଯିବ ଓ ଉଚିତ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମେମାନେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମ କାଳ ଆସି ଯାଇପାରେ। ତୁମେମାନେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମ କାଳ ଆସି ଯାଇପାରେ। ଅନ୍ତିମ କାଳ ଆସି ଯାଇପାରେ। କେତେବେଳେ ଆସି ଯାଇପାରେ? ଯେତେବେଳେ ଆମେ ପ୍ରସ୍ତୁତ ହେଇନଥିବା, ନାଇଁ କି, ସଂସାରିକ ଚିନ୍ତା ନାଇଁ କି, ଆଉ ନିଜର ଅଭ୍ୟାସରେ ଆମେ ଜୀବନ ଯାପନ ଭାବୁଛୁ କରୁଥିବା ନାଇଁ କି, ଆଉ ସେ ସମୟ ପ୍ରସ୍ତୁତ ନାହୁଁ। ସେଇ ସମୟରେ ଆସିଯିବ ପ୍ରଭୁ। ଆସି କଣ ଆମେ ଆମର ପାଇଁ ବହୁତ ଦୁଃଖଦାୟକ ସମୟ। ଯୋଉ ସମୟରେ ଆମେ ଚିନ୍ତା କରନ୍ତୁ ସେଇ ସମୟ ଆସିବ। ଆଉ ଏଠି ବାଟରେ ଆମେ କଣ କରୁଛୁ, ଆମେ ଯୋଉ ସମୟ ତମେ ପ୍ରସ୍ତୁତ ହେଇନଥିବ ସେଇ ସମୟରେ ପ୍ରଭୁ କଣ ଆସିଯିବେ। ସେଇଥିପାଇଁ ଆମମାନଙ୍କୁ ସମସ୍ତଙ୍କୁ ଜାଗ୍ରତ ହେବା दरकार। हिंदी में कहती, इसलिए जागते रहो और हर समय प्रार्थना करते रहो कि तुम इन सब आने वाले घटनाओं से बचने और मनुष्य के पुत्र के सामने खड़े होने के योग हो। 36 पद पढ़ी दियो। କିନ୍ତୁ ତୁମେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟ ପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏଥି ନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ। ଏଥି ନିମନ୍ତେ ସବୁବେଳେ ପ୍ରାର୍ଥନା କରି ଜାଗି ରୁହ।
ଜାଗିକି ରହ ପ୍ରାର୍ଥନା କରି ଜାଗୃତି ରହ ଆମମାନଙ୍କୁ ପ୍ରଭୁଙ୍କ ସମୟର ଆସିବାର ସମୟ ସନ୍ନିକଟ ହେଇଗଲାଣି ଆଉ ସେଇ ସମୟରେ ଯଦି ଆମେ ନିଶ୍ଚିନ୍ତ ହେଇକି ରହିବା ତାହେଲେ ଆମମାନଙ୍କ ସେ ସମୟ ବହୁତ ଦୁଃଖପୂର୍ଣ୍ଣ ସମୟ ହେଇଯିବ କହିବା ଆମେ ଏଫେସୀୟ 5 ପର୍ବ ଆଉ 14 ପଦକୁ ପଢିବା ଏଫେସୀୟ 5 ପର୍ବ ଆଉ 14 ପଦକୁ ଯାହା ସହଜରେ ପ୍ରକାଶିତ ହୁଏ ତାହା ଆଲୋକ ସେଥିପାଇଁ ଆମେ କହୁ ଏ ଶୋଇଥିବା ଲୋକ ଜାଗି ଉଠ ମୃତ୍ୟୁରୁ ଉଠି ଆସ ଏବଂ ଖ୍ରୀଷ୍ଟ ଆମକୁ ଆଲୋକିତ କରିବେ ଶୋଇଥିବା ଲୋକ କଣ ଜାଗି ଉଠ ବିଶ୍ୱାସୀ ଭାଇ ଭଉଣୀ ଆଜି ଶୋଇଛନ୍ତି କି ନିଦ ଆସୁଛି କି ଶୋଇଛନ୍ତି କି ଆଜି ସାଂସାରିକ ଚିନ୍ତାରେ ଆଉ ନାନା ପ୍ରକାର ଅଭ୍ୟାସରେ ମଦ ମାତାଳରେ ହାଣ୍ଡିଆରେ ଶୋଇ ପଡିଛନ୍ତି କି ଅଲଗାଛି ଅଲଗାଛି ଜାଗି ଉଠ ବହୁତ ସମୟ ବିତିଗଲାଣି ଆଉ ସମୟ ନାହିଁ ପ୍ରଭୁଙ୍କର ଆଗମନ ସମୟ ବହୁତ ସନ୍ନିକଟ ଜାଗି ଉଠ କେତେ ଶୋଇବ ପିଲାମାନଙ୍କୁ ଆମେ ଉଠିବ ନା ସକାଳେ ସ୍କୁଲ ଥିବ କେତେ ଶୋଇବ ହଉ ଭାଇ ପ୍ରଭୁ ମଧ୍ୟ ଆଜି ନିଜର ପୁଅ ଝିଅ ଭାବିକିରି ଆମମାନଙ୍କୁ ଜଗଉଛନ୍ତି ଆରେ ଉଠ କେତେ ଶୋଇବ କେତେ ନିଶ୍ଚିତ ଜୀବନ ଯାପନ କରିବ ଉଠ ଜାଗ୍ରତ ହୁଅ ପ୍ରାର୍ଥନା କର ବାକ୍ୟ ପଢ ବାକ୍ୟ ଶୁଣ କେତେ ଶୋଇବ ବର୍ତ୍ତମାନ ଶୋଇବାର ସମୟ ନୁହଁ ଉଠ ଉଠି ପଡ ଜାଗ୍ରତ ହୁଅ ପ୍ରଭୁଙ୍କ ଆଗମନ ସମୟ ବହୁତ ସନ୍ନିକଟ जो सोया हो खोया नहीं ये सोई पड़े से सब हर किसी मिल प्रत्येक भाई बहन को से कहते मु समस्त को कहूँ पार्टी पूरे गोटे लोक को कहूनी और मु समस्त को कहूँ उठ जागी पड़ आ सुओ नहीं ए सोने वाले मुर्दों में से जाग लगा चिन्ह एटी उक्ति अछि हे निद्रित जाग मृत्यु मान को मध्य उठ मृत्यु को माने उठ आमे मृत्यु को कोन को मध्य अछि नै जे माने उद्धार पाई नांती से कोन स्पिरिचुअली डेड आती हम से गुड आमे तो मन कोन दो मरि तो ना इसे दे पर कोन उठ आमे कोन दो आमे और जो पुरम बोले जीवित करे से मृत्यु को लोक मान को मध्य आमे अछु आ सेमाने जेमती चालुछंती सेमाने जेमती कहउछंती आमे कोन चलबा कि नाही आमे मृत्यु को लोक मान को मध्य रहिले मध्य आमे जागृत अवस्था रे सेमाने सोउछंती बोली आमे मन सोइबा लागि अरे सेमाने सोउछंती ताको तो किछि होबे हमर कोन हबो चलो आमे भी सोइ पड़ केते जे प्रभु आसीबे माने तमको छाड़ी के पड़े যেটা বালেশ্বর মিটিং যাইছ কଣ করছ ট্রেন আসবা পূର୍ବରୁ ସମସ୍ତେ ରେଡି ହେଇକି ବ୍ୟାଗ ବୁଝା କରିବ ଷ୍ଟେସନରେ ହାଜର ହଉଛ ନାଇଁ କାହିଁକି ଟ୍ରେନ ଯଦି ଫେଲ ହେଲା ଯାଇ ହେବନି ବିଫୋର ଟାଇମ ଷ୍ଟେସନରେ ହାଜର ନାଇଁ ଟ୍ରେନ ପାଇଁ ଆମେ ଏତେ ଜାଗ୍ରତ ହଉଛେ ପ୍ରଭୁଙ୍କ ପାଇଁ ଆମେ କାହିଁକି ଜାଗ୍ରତ ରହିବାନି ଆସନ୍ତି ଆମେ କାହିଁକି ନିଶ୍ଚିନ୍ତ ହେଇକି ଜୀବନ ଯାପନ କରୁଛୁ ଆମେ काहे तो बड़ा जीवन में काहे कम है सेठी भाई प्रत्येक विश्वासी भाई बहन को प्रभु कहते जागृत हो मृत्यु मान को मध्य में अछो किंतु तुम जागृत करो उठो आओ सुओ नहीं हैं ये निद्रालु माने उठो आओ सुओ नहीं बर्तमान सोइबार समय नो जागी उठवार समय एठी हमें गोटे पद पढ़वा हमें शेष करिया प्रथम थिस्सलुनी 5 पर्व आओ पढ़िबा हमें 5 पद आओ 6 पद को पढ़िबा प्रथम थिस्सलुनी 5 पर्व 5 पद 6 पद जोर पढ़ो तुम्हें समस्त हृदय
ଆଲୋକର ସନ୍ତାନ ଓ ଦିନର ସନ୍ତାନ ଆମେମାନେ ରାତ୍ରିରେ କିମ୍ବା ଅନ୍ଧକାରରେ ନାହୁଁ। ଅତଏବ ଆମେମାନେ ଅନେକ ଲୋକମାନଙ୍କୁ ଭଳି ଶୋଇ ରହିବା ଉଚିତ ନୁହେଁ। ଆମେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମର ସଂଯମ ଥିବା ଆବଶ୍ୟକ। ଆମେ କି ସନ୍ତାନ? ଆମେ କି ସନ୍ତାନ? ଆଲୋକର ସନ୍ତାନ। ତ ଆଲୋକର ସନ୍ତାନ କେମିତି ରହିବା ଦରକାର? କେମିତି ରହିବା ଦରକାର? ଶୋଇ ରହିବା ଦରକାର କି? କଣ ରହିବା ଦରକାର? हाँ शपथरे कौन पढ़ो इसलिए एथिपाई कौन करे हमें शपथ बात पढ़ो अतएव ଆମେ ମାନେ ଅନ୍ୟ ଲୋକଙ୍କ ଭଳି ଶୋଇ ରହିବା ଉଚିତ ନୁହେଁ। କିନ୍ତୁ ଆଜି ଅନେକ ବିଶ୍ୱାସୀ ଭାଇ ଭଉଣୀ ଶୋଇ ପଡୁଛନ୍ତି। ସେମାନଙ୍କୁ କହୁଛ କହୁଛନ୍ତି କେତେ ଶୋଇବ? ଉଠ, ସମୟ ହେଇଗଲାଣି। କେତେ ଶୋଇବ? ବର୍ତ୍ତମାନ ଶୋଇ ରହିବା ସମୟ ନୁହଁ। ଉଠ, ଜାଗ। ଆଉ ଆଗରେ ଆମେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମର ସଂଯମ ଥିବା ଆବଶ୍ୟକ। ନିଜ ଉପରେ ସଂଯମ ରହିବା ଆବଶ୍ୟକ। ସେଇ କଥାଟା ଏବେ ଅଲଗା ଲେଖାଇ ପଢ଼ନ୍ତୁ ସମ୍ପଦକୁ। ଅତଏବ ଆସ ଆମ୍ଭେମାନେ ଅନ୍ୟମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିଥାଉ। ଜାଗ୍ରତ ହେଇ ସଚେତନ ରହିଥାଉ। ସଚେତନ ହେଇ ରହିବା। କଣ ହେବା? ଜାଗ୍ରତ ହେଇ ରହିବା ଆମେ ସଚେତନ ହେଇ ରହିବା। ସଚେତନ ହେବା ନିହାତି ଦରକାର। ସାବଧାନ ହେଇକି ରହିବା ଦରକାର। ସାବଧାନ। ଆଉ ବିଶ୍ରାମ ରହିଲେ ତ ଶୋଇ ପଡିବେ ନାଇଁ କି? ସାବଧାନ ହେଇକି ରହିବା ଦରକାର। ନିଶ୍ଚିନ୍ତ ରହନ୍ତୁନି। ନିଶ୍ଚିନ୍ତ ପ୍ରଭୁଙ୍କର ଆଗମନ ସମୟ ସନ୍ନିକଟ। ଆମେ ସେ 5 ବୁଦ୍ଧିମାନ କନ୍ୟା ପରି ଜାଗ୍ରତ ହେଇଗଲା। ଆମର ଦୀପ ପ୍ରଦୀପ ପ୍ରଦୀପ ନା ଆମର ପ୍ରଦୀପ କଣ ଦରକାର? ଜଳୁଥିବା ଦରକାର। ଆମର କୋଟି ବାଣ ଦରକାର। ସେବେଳେ ବନ୍ଧା ଥିବା ଦରକାର। ପ୍ରଭୁ ବେଳେ ସବୁବେଳେ ପ୍ରଭୁଙ୍କର କାର୍ଯ୍ୟରେ ଆମେ ଉଦ୍योगी ହେବା ଦରକାର। ଅନୁସରଣ ହେବା ଦରକାର ନାହିଁ। ପ୍ରଭୁଙ୍କର କାର୍ଯ୍ୟରେ ପ୍ରଭୁଙ୍କର ସେବାରେ ଉଦ୍योगी ହେବା ଦରକାର। ତେବେ ଆମେ ପ୍ରଭୁଙ୍କର ଆଗମନ ପାଇଁ ଆମେ ପ୍ରସ୍ତୁତ ହେଇପାରିବା। ଆସନ୍ତୁ ପ୍ରାର୍ଥନା କରିବା। ଆମର ଭାଇ ଖାପା ଆସନ୍ତି। ଆସନ୍ତୁ ପ୍ରାର୍ଥନା କରିଦେବେ। ଇନ୍ଦିରା ପ୍ରାର୍ଥନା କରିଦେବେ।